ଥରେ 10 ଜଣ ବନ୍ଧୁ ବୁଲିବା ପାଇଁ ଜଙ୍ଗଲ ମଧ୍ୟକୁ ଗଲେ। ସେମାନେ ଏକାଠି ବସିଥିବା ସମୟରେ ଈଶ୍ୱର ସେମାନଙ୍କ ସମ୍ମୁଖରେ ଉଭା ହେଲେ ଓ ପଚାରିଲେ, ତୁମମାନଙ୍କର ଯାହା ଇଚ୍ଛା ଜଣ ଜଣ କରି ମୋତେ ମାଗ। ପ୍ରଥମ ଜଣକ କହିଲେ, ପ୍ରଭୁ, ଏ ଜଗତରେ ମୁଁ ଅର୍ଥ ଚାହେଁ, ଧନ ସମ୍ପତ୍ତିରେ ମୋତେ ପୂର୍ଣ୍ଣ କର। ଦ୍ୱିତୀୟ ଜଣକ କହିଲେ, ପ୍ରଭୁ, ମୋତେ ଏପରି କର, ଏକ ଉଚ୍ଚ ପଦବୀରେ ରଖ, ଯେପରି ସମସ୍ତେ ମୋତେ ଭୟ ଓ ସମ୍ମାନ କରୁଥିବେ। ତୃତୀୟ ବ୍ୟକ୍ତି କହିଲେ, ପ୍ରଭୁ, ମୋତେ ଜଣେ ପ୍ରସିଦ୍ଧ ଅଭିନେତା କର, ଯେପରି ସମସ୍ତଙ୍କ ପାଇଁ ମୁଁ ତାରକା ହୋଇ ରହିବି ଓ ସମସ୍ତେ ସବୁ ସ୍ଥାନରେ ମୋତେ ଦେଖିପାରିବେ। ଚତୁର୍ଥ ବ୍ୟକ୍ତି କହିଲେ, ପ୍ରଭୁ, ମୋତେ ପୃଥିବୀର ସବୁଠାରୁ ସୁନ୍ଦର ବ୍ୟକ୍ତି କର, ଯେପରି ସମସ୍ତେ ମୋ ପ୍ରତି ଆକର୍ଷିତ ହେଉଥିବେ। ଏପରି 9 ଜଣ ଯାହା ସେମାନେ ଚାହୁଁଥିଲେ ପ୍ରଭୁଙ୍କୁ ମାଗିଲେ। କିନ୍ତୁ 10ମ ବ୍ୟକ୍ତି ଅତି ନମ୍ରତାର ସହ ପ୍ରଭୁଙ୍କୁ କହିଲେ, ପ୍ରଭୁ, ମୋତେ ତୁମରି ଶାନ୍ତି ଦିଅ, ମୁଁ ଯେପରି ଅଳ୍ପ କି ବହୁତ ସବୁ ବିଷୟରେ ସନ୍ତୁଷ୍ଟ ରହିବି। ଅନ୍ୟ 9 ଜଣ ତା ମାଗିବା ବିଷୟ ଶୁଣି ଠୋ ଠୋ ହସିଲେ। କହିଲେ, ଶାନ୍ତି ମାଗିବା କ'ଣ ଆବଶ୍ୟକ? ଟଙ୍କା ଅଛି ତ ଶାନ୍ତି ଆପେ ଆପେ ଆସିଯିବ। ଆଉ ଜଣେ କହିଲେ, ଖ୍ୟାତି ଅଛି ତ ଶାନ୍ତି ଆପେ ଆପେ ଆସିଯିବ। ଶାନ୍ତି କ'ଣ ଗୋଟିଏ ମାଗିବା ବିଷୟ? ସମସ୍ତେ ତାର ପରିହାସ କଲେ ଓ ତାକୁ ବୋକା ବୋଲି ଭାବିଲେ। ଈଶ୍ୱର ସମସ୍ତଙ୍କୁ ସେମାନଙ୍କର ମାଗିବା ଅନୁସାରେ ବରଦାନ ଦେଲେ। ପ୍ରଥମ ଜଣ ଟଙ୍କା ପାଇଲା ସତ, କିନ୍ତୁ ତା ଟଙ୍କା ନିମନ୍ତେ ଅସୁରକ୍ଷିତ ମନେ କରୁଥିଲା। ଅଧିକ ଟଙ୍କା ପାଇବା ପାଇଁ ସମସ୍ତଙ୍କ ସହିତ ଝଗଡ଼ା ମଧ୍ୟ କରୁଥିଲା। ଅନ୍ୟ ଜଣେ ପ୍ରସିଦ୍ଧ ବ୍ୟକ୍ତି ହେଲେ ସତ, କିନ୍ତୁ କିଏ ଟିକେ ଅସମ୍ମାନ କଲେ ବିରକ୍ତ ହୋଇଯାଉଥିଲା। ଏଇ 9 ଜଣ କେହି ମଧ୍ୟ ଦିନେ ହେଲେ ଶାନ୍ତିରେ ରହିପାରୁନଥିଲେ କି ଶାନ୍ତିରେ ଶୋଇପାରୁନଥିଲେ। କିନ୍ତୁ ଶେଷ ବ୍ୟକ୍ତି କିଛି ନଥିଲେ ମଧ୍ୟ ଶାନ୍ତିରେ ରହୁଥିଲା। ବେଳେବେଳେ ଖାଇବାକୁ ମଧ୍ୟ ନଥାଏ, କିନ୍ତୁ ଆନନ୍ଦ ଖୁସିରେ ରହେ। ଈଶ୍ୱରଙ୍କ ସହିତ ତା ସମ୍ପର୍କ ମଧ୍ୟ ଭଲ ଥିଲା। କିନ୍ତୁ ଅନ୍ୟ 9 ଜଣ ଈଶ୍ୱରଙ୍କ ଠାରୁ ସବୁ ପାଇଲା ପରେ ଈଶ୍ୱରଙ୍କୁ ଭୁଲିଗଲେ ଓ ଅଶାନ୍ତି ଜୀବନ ଯାପନ କଲେ। ଟିକିଏ ଚିନ୍ତା କରନ୍ତୁ ତ, ଆମେ କ'ଣ ଚାହୁଁଛୁ? ଜଗତର ଧନ ନା ଶାନ୍ତିର ଜୀବନ? ଜଗତର ସମ୍ମାନ ନା ଆନନ୍ଦିତ ମନ? ଈଶ୍ୱର ପବିତ୍ର ବାଇବଲରେ ଏ କଥା କହନ୍ତି, ଯାହାର ମନ ତୁମ୍ଭଠାରେ ସ୍ଥିର ଥାଏ ତାହାକୁ ତୁମ୍ଭେ ସମ୍ପୂର୍ଣ୍ଣ ଶାନ୍ତିରେ ରଖିବ, କାରଣ ସେ ତୁମ୍ଭଠାରେ ନିର୍ଭର ରଖେ।